श्रीमद्भागवत चतुर्थ स्कंध एकादश अध्याय। मैत्रेय उवाच शुण विदुर तो समने ध्रुव समीपे वृंदावने प्रसन्ने कमलारमण बोइले ध्रुव एवे शुण। भगवान उवाच तो जन्म स्वयंभुव घरे उत्तान पादर बीर्जरे देवे वाञ्छन्ति स्वर्गे जाहा तुताल भीलु पुण्य देहा। एबे तु निज पुरे चल चित्ते आराधी मोर बोल मातृ सपत्नीर वचने तप तु कलु वृंदावने। अति बालक देह बही कुवाक्य न पारिलु सही पितार अंके आरोहन्ते माता जे निबारिला तोते से अपमाने दुख मने एबे बसिबु स्वर्गस्थाने। तो भाग्य न पाइबे केही मंचे मानव देह बही तो तात जेबे जीवे बने बसिबु नृपति आसने। तोहर परम आयुष 36 सहस्र वर्ष निरोग देहे भोग भुंजी स्वतेजे रिपु बल गंजी। उत्तम तोर सान भ्रात बने होइब प्राणे हत मृगया अर्थे घोर बने मिलिब कुबेर भुवने। पुण्यजनक संगे मिली युद्ध हारिब महाबली तही होइब प्राणे हत ता शुणी तार निज मात। से पुत्र शोकर विकले बने मरिब दावानले तु मोते यज्ञ करी पूजा देवंकु देई बलि भोजा। विप्रंकु करी तो समन गोरु दक्षिणा धन अन्न विप्रंक कल्याणर फले मोते स्मरिबु अंत काले। मोहर ध्याने स्वर्ग पथे गमिबु जननी सहिते सप्त ऋषिंक ऊर्ध्वगते जननी संगे दिव्य रथे बसिबु शिशुमार पुच्छे उत्तर दिगे तु प्रत्यक्षे। एमंत कही भगवान बने होइले अंतर्ध्यान विष्णु न देखी वृंदावने ध्रुव भाड़ई मन छन्ने। देख अभाग्य कर्म मोर तपे तो शिली चक्रधर जननी सपत्नीर छळे मोक्ष न मागी विष्णु तुले लभिली ध्रुव अधिकार धिक ए जीवन मोहर। एमंत मने विचारिला तक्षणे निज पुरे गला मैत्रेय तहु एहा शुणी विदुर पचारई पुणी। विदुर उवाच जे हरि परम दुर्लभ लभि न पारे ब्रह्मा शिव से हरि तहु बर पाई घोर मायारे मन मोही आत्मार गति न मागिला मोते त संदेह लागिला। विदुर तहु एहा शुणी तो से मैत्रेय कहे पुणी। मैत्रेय उवाच मातृ सपत्नी वाक्य सरे मर्म भेदिला ता शरीरे मुक्ति न इच्छी विष्णु तो से पछेता पीला दुख त्रासे। ध्रुव उवाच सनक आदि मुनि जने अष्टांग योग अभ्यासने निश्चल ध्याने नित्य चिंती जे पद लभि न पारंती से पद हस्तु पकाइली। देख अज्ञान पण कली कल्प पादप छाया तेजी निराश पथे चक्षु बुझी तृषित बदन
ଭିକଏ ମୋହର ଜୀବନ। ଏମନ୍ତେ ମନ ଦୁଃଖ କରି ଧ୍ରୁବ ମିଳିଲା ନିଜ ପୁରୀ। ପଥେ ଧ୍ରୁବକୁ ଦେଖି ଜନେ ମିଳିଲେ ଧ୍ରୁବ ସନ୍ନିଧାନେ। କେତେ ହେଁ ଜନ ବେଗେ ଧାଇଁ କହିଲେ ରାଜା ଆଗେ ଯାଇ। ଭୋନାଥ ଶୁଣ ସାବଧାନେ ଧ୍ରୁବ ମିଳିଲେ ଉପବନେ। ନିଧି ପ୍ରାପତ ପ୍ରାୟ ମଣି ସମ୍ଭ୍ରମ ଚିତ୍ତେ ନୃପମଣି। ତକ୍ଷଣେ ଆସନୁ ଉଠିଲା ଆନନ୍ଦ ସାଗରେ ବୁଡ଼ିଲା। କାନ୍ଦଇ କଣ୍ଠ ଗଦ ଗଦେ ତକ୍ଷଣେ ମିଳିଲେ ନାରଦେ। ସମ୍ଭ୍ରମେ ରାଜା ମୁଖ ଚାହିଁ ଧ୍ରୁବ ଆଗମ କଥା କହି। ଶୁଣି ସାନନ୍ଦେ ନୃପବର ନାରଦ କଣ୍ଠେ ଦେଲା ହାର। ସୁବର୍ଣ୍ଣ ପରିଚ୍ଛେଦ ରଥେ ବେଗେ ଚଳିଲା ରାଜପଥେ। ସଙ୍ଗେ ବ୍ରାହ୍ମଣ କୁଳ ବୁଦ୍ଧେ ସ୍ୱଜ୍ଞାତି କୁଟୁମ୍ବ ସୁହୃଦେ। ଅମାତ୍ୟ ମନ୍ତ୍ରୀ କୁଳ ଯେତେ ଧାଇଁଲେ ବାଦନାଦ୍ୟ ଗୀତେ। ହରି ହରି ବୋଲ। ସୁନୀତି ସୁରୁଚି ସହିତେ ନାନା ଅଳଙ୍କାର ଭୂଷିତେ। ସୁବର୍ଣ୍ଣ ଶିବିକା ଆରୋହୀ ଉତ୍ତମ ପୁତ୍ରେ ସଙ୍ଗେ ନେଇ। ଧ୍ରୁବକୁ ଦେଖି ଉପବନେ ଆନନ୍ଦେ ବିସ୍ମିତ ଲୋଚନେ। ରଥୁ ଓହ୍ଲାଇ ରାଜା ବେଗେ ଆନନ୍ଦେ ପୁତ୍ର ଅନୁରାଗେ। ପୁତ୍ରଙ୍କୁ ଆଲିଙ୍ଗନ କଲା ଯେଣୁ ଅଶେଷ ପୁଣ୍ୟ ଥିଲା। ଯେ ଧ୍ରୁବ ବିଷ୍ଣୁ ଅଙ୍ଗ ସଙ୍ଗେ ଅଶେଷ ତୀର୍ଥ ଯାର ଅଙ୍ଗେ। ଆଘ୍ରାଣ କରି ଶିର ଦେଶେ ହୃଦେ ଲଗାଇ ଅତି ତୋଷେ। ଶିରେ ସିଞ୍ଚିଲା ଅଶ୍ରୁବାରି ହୃଦଏ ପୁଣ ପୁଣ ଧରି। ପିତା ଚରଣେ ଧ୍ରୁବ ନମି ବାଳ ସ୍ୱଭାବେ ପଥଶ୍ରମୀ। ସୁରୁଚି ସୁନୀତିର ପାଦେ ଧ୍ରୁବ ପ୍ରଣମଇ ଆନନ୍ଦେ। ଜନନୀ ପୁତ୍ର ମୁଖ ଚାହିଁ ହରସ କେ ପାରିବ କହି। ସୁରୁଚି ଧ୍ରୁବେ ଧରି କୋଳେ ଚୁମ୍ବନ ଦେଲା ସୁଖ ଭୋଳେ। ସୁନୀତି ପୁତ୍ର କୋଳେ ଧରି ଅଶ୍ରୁ ଗଳଇ ମୋଦ ଭରି। ଜନେ କରନ୍ତି ଭୟବାଣୀ ଧ୍ରୁବକୁ ଘେନି ନୃପମଣି। ମିଳିଲେ ନିଜ ପୁରେ ଆସି ଧ୍ରୁବ ମହିମା ପରଶଂସି। ଧ୍ରୁବ ପ୍ରବେଶେ ପୁରଜନେ ଆନନ୍ଦେ ଯେ ଯାହା ଭୁବନେ। ଉତ୍ସବ ଅନେକ ପ୍ରକାରେ ପ୍ରଦୀପ ପୂର୍ଣ୍ଣ କୁମ୍ଭ ଦ୍ୱାରେ। ପ୍ରାଚୀର ଅଟ୍ଟାଳି ସମେତେ ଚିତ୍ର ପ୍ରତିମା ରତ୍ନ କାନ୍ଥେ। ତୋରଣା ଲମ୍ବେ ସର୍ବଦ୍ୱାରେ ଚନ୍ଦନ ଛେରା ନିରନ୍ତରେ। ସ୍ୱଭାବେ ପ୍ରିୟ ବ୍ରତପୁର କିୟ ବା ଦେବା ପଟାନ୍ତର। ସକଳ ପୁର ନାରୀ ବୃନ୍ଦେ ଧ୍ରୁବକୁ ଦେଖିଣ ଆନନ୍ଦେ। ଗନ୍ଧ ଚନ୍ଦନ ବାସ ଆଣି ଦୁର୍ବା ଅକ୍ଷତ ପୁଷ୍ପ ଆଣି। ଅକ୍ଷତ ଦେଇ ଧ୍ରୁବ ମୁଣ୍ଡେ ଜୟ ଶବଦ କଲେ ତୁଣ୍ଡେ। ହେମନ୍ତେ ନାନା ଉପାୟନ ଘେନି ସମସ୍ତ ମହାଜନ। ହେମନ୍ତ ମଙ୍ଗଳ ଉତ୍ସବ ସକଳ ଜନପ୍ରିୟ ଭାବ। ଧ୍ରୁବ ପ୍ରବେଶ ନିଜ ପୁରେ କାମିନୀ ଗାବନ୍ତି ସୁସ୍ୱରେ। ପୁରେ ପ୍ରବେଶ
ରାଜସୂତ ଦେଖି ସକଳେ କୃତ କୃତ୍ୟ ଶଙ୍ଖ ଦୁନ୍ଦୁଭି ଗୀତ ସ୍ୱରେ ମଙ୍ଗଳ ନାଦେ ଦିଗପୁରେ ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେ ଅଶେଷ ଲକ୍ଷ୍ମୀ ସୋହେ ଅଙ୍ଗେ ସେ ଧ୍ରୁବ ଚରଣ କମଳେ ସୁଜନେ ନମ ଧ୍ୟାନ ବଳେ ଯାର ସ୍ମରଣେ ପାପ ନାଶେ ନିର୍ମଳ ଜ୍ଞାନ ପରକାଶେ ଭାବେ ଯାର ସ୍ମରଣେ ପାପ ନାଶେ ଭାବେ ନିର୍ମଳ ଜ୍ଞାନ ପରକାଶେ ଚତୁର୍ଥ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ ଭାବେ ଚତୁର୍ଥ ସ୍କନ୍ଧେ ଭାଗବତ ଭାବେ କହିଲା ଦାସ ଜଗନ୍ନାଥ। ହରି ହରି ବୋଲ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଧ୍ରୁବଚରିतं नाम 11 अध्याय।